ନୂଆ ବର୍ଷରୁ ଲିଙ୍ଗରାଜ ମନ୍ଦିରରେ ଅନେକ ନିୟମ ପରିବର୍ତ୍ତନ କରାଯିବ। ମନ୍ଦିର ମଧ୍ୟରେ ସେବାୟତମାନଙ୍କ ପାଇଁ ନୂଆ ପରିଚୟ ପତ୍ର ଜାରି କରିବା ସହ ଗୁଟ୍ଖା ସେବନକାରୀଙ୍କ ପ୍ରବେଶ ନିଷେଧ ସହିତ ପଲିଥିନ୍ ପ୍ଲାଷ୍ଟିକ୍ ବ୍ୟବହାର ବାରଣ କରାଯିବ। ଏନେଇ ମନ୍ଦିର ପରିଚାଳନା କମିଟି ତଥା ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତି ପରେ ବ୍ରାହ୍ମଣ ନିଯୋଗ, ବଡ଼ ନିଯୋଗ, ପୂଜା ପଣ୍ଡା ନିଯୋଗ ମୁଖ୍ୟଙ୍କୁ ଚିଠି ଲେଖାଯାଇଛି। ନୂଆବର୍ଷ ଆରମ୍ଭ ହୋଇଥିବା ଏହି ନୂଆ ନିୟମାବଳୀ ଅନୁଯାୟୀ ମନ୍ଦିରର ସ୍ୱଚ୍ଛତା ଓ ଧାର୍ମିକ ଭାବନା ଦୃଷ୍ଟିପାନ ଗୁଟ୍ଖା ବା ମଦ୍ୟପାନ କରି କେହି ବ୍ୟକ୍ତି ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ। ମନ୍ଦିର ପରିସରରେ ପ୍ଲାଷ୍ଟିକ୍ ବୋତଲ, ପଲିଥିନ୍, ଜରି ପ୍ୟାକେଟକୁ ସମ୍ପୂର୍ଣ୍ଣ ବାରଣ କରାଯିବ। ଓମଫେଡ୍ ଘିଅରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ପ୍ରସ୍ତୁତ ହେବ କାଠ ଭୋଗ। ବର୍ତ୍ତମାନ ସେବାୟତଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବା ଦ୍ୱାରା ଅଣସେବାୟତକାରୀକୁ ଚିହ୍ନିବା ସହଜ ହେବ।